ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ଆମ ବିଚିତ୍ର ବିଶ୍ୱ ବହିର ଦ୍ୱିତୀୟ ପାଠ ପଡ଼ୋଶୀମାନଙ୍କୁ ଜାଣିବା ବିଷୟରେ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ଦେଖି ବୁଝିବା ପାଇଁ ଚେଷ୍ଟା କର ପିଲାମାନେ। ତେବେ ଆସ ପିଲାମାନେ ଏହି ପାଠଟିକୁ ଆମେ ସଂକ୍ଷେପରେ ଆଲୋଚନା କରିବା। ଘରକୁ ଫେରିବା ବାଟରେ ଶ୍ରେଣୀ କାର୍ଯ୍ୟ ସରିଲା। ବିଦ୍ୟାଳୟ ଘଣ୍ଟ ବାଜିଲା। ଯେତେବେଳେ ଆମେ ବିଦ୍ୟାଳୟକୁ ଯାଉ, ବିଦ୍ୟାଳୟର ଯେତେବେଳେ ବେଲ୍ ବାଜୁଛି ସେତେବେଳେ ଆମେ ଘରକୁ ଫେରୁ। ଠିକ୍ ସେହିଭଳି ଏକ ପିଲାଟିଏ ବିଦ୍ୟାଳୟରୁ ଫେରିବା ରାସ୍ତାରେ ସ୍କୁଲ ବସ୍ ଏବଂ ଇ ରିକ୍ସା ଫାଟକ ପାଖରେ ଅପେକ୍ଷା କରିଥିଲା ଏକ ପିଲା। ତା ନାଁ ହେଉଛି ନବ୍ୟା। ତାର ଜେଜେଙ୍କୁ ସ୍କୁଲ ଫାଟକ ବାହାରେ ଠିଆ ହୋଇଥିବାର ଦେଖିଲା। ସେ ତାଙ୍କ ପାଖକୁ ଦୌଡ଼ିଗଲା ଏବଂ କହିଲା, ଜେଜେ ଆସ ଆଜି ବଜାର ରାସ୍ତା ଦେଇ ଯିବା। ତେଣୁ ଜେଜେ ତାକୁ ବସାଇ ଧରି ଆସିଲେ। ସେମାନେ ବସ୍ ଷ୍ଟାଣ୍ଡ ଆଡ଼କୁ ଚାଲି ଚାଲି ଗଲେ। ଯେଉଁଠାରେ କିଛି ଲୋକ ଆଗକୁ ବସ୍କୁ ଅପେକ୍ଷା କରିଥିଲେ ସେ ପାଖକୁ ଗଲେ। ତାପରେ ସେଠାରୁ ବସ୍ରେ ବସିଲେ। ଦେଖ ବସ୍ ଷ୍ଟାଣ୍ଡ ଅଛି। ବସ୍ ଷ୍ଟାଣ୍ଡର କାମ କ'ଣ? ବସ୍ ସେଠାରେ ଆସି ପହଞ୍ଚେ ଏବଂ ଆମେ ଯେଉଁ ସ୍ଥାନକୁ ଯିବା କଥା ସେହି ସ୍ଥାନରୁ ହିଁ ଗାଡ଼ିରେ ବସୁ ଏବଂ ଓହ୍ଲାଉ ମଧ୍ୟ। ତେଣୁ ସେହିଭଳି ଏକ ପିଲା ତା ଜେଜେ ସାଙ୍ଗରେ ଚାଲିଲା। ଗାଡ଼ିରେ ବସି ଚାଲିଲା। ଏକ ବସ୍ ଅଟକିଲା। ବସ୍ର ଦ୍ୱାର ଖୋଲିଗଲା। ସମସ୍ତେ ଜଣକ ପରେ ଜଣେ ବସ୍ରେ ଚଢ଼ିଲେ। ନବ୍ୟା ଝରକା ପାଖ ସିଟ୍ରେ ବସି ବାହାରକୁ ଚାହିଁଲା। ନବ୍ୟା କ'ଣ କଲା ନା ଝରକା ପାଖରେ ସିଟ୍ରେ ବସିଲା। ସେଇଠାରେ ବସି ସେ ବାହାର ରାସ୍ତାକୁ ଦେଖିଲା। ଯେତେବେଳେ ବସ୍ ରାସ୍ତା କଡ଼ରେ ଥିବା ଏକ ଲାଲ ଡାକ ବାକ୍ସକୁ ଅତିକ୍ରମ କଲା, ଗୋଟିଏ ଲାଲ ରଙ୍ଗର ଡାକ ବାକ୍ସ, ଦେଖ ପିଲାମାନେ ଏହି ରଙ୍ଗର ଗୋଟେ ଡାକ ବାକ୍ସକୁ ଦେଖିଲା। କିଏ ଦେଖିଲା? ନବ୍ୟା ଦେଖିଲା। କେଉଁଥିରେ ଯାଉଥିଲା? ବସ୍ରେ ଯାଉଥିବା ସମୟରେ, ଜେଜେ ସାଙ୍ଗରେ ବସ୍ ଯାଉଥିବା ସମୟରେ ଏକ ଲାଲ ବକ୍ସକୁ ଦେଖିଲା। ସେ ଲାଲ ବକ୍ସକୁ ଦେଖି ସେ ତାଙ୍କୁ ପଚାରିଲା। ସେ କହିବାକୁ ଲାଗିଲା, ଯେତେବେଳେ ମୁଁ ଯୁବକ ଥିଲି, ଜେଜେଙ୍କୁ ପଚାରିଲା। ଜେଜେ ଏକଥା କହିଲେ, ଯେତେବେଳେ ମୁଁ ଯୁବକ ଥିଲି ମୁଁ ମୋର ଭାଇକୁ ସର୍ବଦା ଚିଠି ଲେଖୁଥିଲି, ଯେ କି ଅନ୍ୟ ଏକ ସହରରେ ପଢ଼ୁଥିଲା। ମୁଁ ସବୁବେଳେ ଡାକ ବାକ୍ସରେ ଚିଠି ପକାଉଥିଲି। ଏକଥା ଶିଖାଇଲେ ଜେଜେ। ଶିଖାଇଲେ ନବ୍ୟାକୁ। କହିଲେ, ମୁଁ ଚିଠି ଲେଖୁଥିଲି। ତାପରେ ପୋଷ୍ଟମ୍ୟାନ୍ ସେଗୁଡ଼ିକ ପୋଷ୍ଟ ଅଫିସକୁ ନେଇ ଯାଉଥିଲା। ପୋଷ୍ଟ ଅଫିସରେ ସେଗୁଡ଼ିକ ଅଞ୍ଚଳ ଅନୁସାରେ ଚିଠିଗୁଡ଼ିକ ସଜା ଯାଉଥିଲା। ସେଗୁଡ଼ିକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ପଠାଯାଉଥିଲା। ପୋଷ୍ଟ ଅଫିସ ଗୁଡ଼ିକର ବିଭିନ୍ନ ପ୍ରକାର ଅନ୍ୟାନ୍ୟ ସେବା ମଧ୍ୟ ଯୋଗାଇଥାଏ। ହେଲେ ଜେଜେ ତାଙ୍କୁ ପୋଷ୍ଟ ଅଫିସ ବିଷୟରେ, ଡାକଘର ବିଷୟରେ ସବୁ କଥା ବୁଝାଇ ଦେଲେ। ଆମେ ତୃତୀୟ ଶ୍ରେଣୀରେ ଡାକଘର ବିଷୟରେ ପଢ଼ିଛେ ନା ପିଲାମାନେ? ତେଣୁ ସେ ଡାକଘର ବିଷୟରେ ଯାହା ପଢ଼ିଛେ ଟିକେ ମନେ ପକାଅ। ମନେ ପକାଇଲେ ଡାକଘର ବିଷୟରେ ତୁମର ଧାରଣା ଆସିଯିବ। ଡାକଘରେ କେଉଁ କାମ ହୁଏ ଜେଜେ ତାକୁ ଆଉ ଟିକେ କିଛି ବର୍ଣ୍ଣନା କରି କହିଲେ। ତେଣୁ ତୁମେମାନେ ମଧ୍ୟ ଡାକଘର ବିଷୟରେ ଜାଣିଛ। ଆଉ ଅଧିକ କିଛି ଜାଣିବା ପାଇଁ ବାପା ମାଆଙ୍କ ସାଙ୍ଗରେ ପରାମର୍ଶ କର କିମ୍ବା ଅଭିଭାବକ ସାଙ୍ଗରେ ପରାମର୍ଶ କର। ତାଙ୍କ ସାଙ୍ଗରେ ଡାକଘର ଯାଅ। ତାହେଲେ ତୁମେ ଦେଖିପାରିବ ଡାକଘରେ କେଉଁ କାମ ହୁଏ, କ'ଣ କ'ଣ ସୁବିଧା ହୁଏ, ଏ ବିଷୟରେ ତୁମେ ଜାଣିପାରିବ ଏବଂ ଚିଠି, ଡାକ ଟିକଟ ଏସବୁ ବିଷୟରେ ତୁମେ ଧାରଣା ପାଇବ। ତେଣୁ ଶିକ୍ଷକ ଛାତ୍ର ହେଲା, ଏସବୁ ତୁମେ ବାପା ମାଆଙ୍କ ସାଙ୍ଗରେ କିମ୍ବା ସାଙ୍ଗମାନଙ୍କ ସାଙ୍ଗରେ ବୁଲିବାକୁ ଗଲେ ଜାଣିପାରିବ। ତାପରେ ଦେଖ ପିଲାମାନେ, ତୁମେ କିମ୍ବା ତୁମର ପରିବାର ସଦସ୍ୟମାନେ କେବେ ଚିଠି କିମ୍ବା ପାର୍ସଲ ପଠାଇଛନ୍ତି କିମ୍ବା ପାଇଛନ୍ତି କି? ତୁମ ପରିବାରରେ ପଚାରିବ। ଯେମିତି ନବ୍ୟା ଜେଜେଙ୍କୁ ପଚାରିଲେ, ଜେଜେ ତାଙ୍କୁ ସବୁ କିଛି ବୁଝାଇ ଦେଲେ। ତୁମେ ମଧ୍ୟ ପରିବାରରେ ପଚାରିବ, ପଠାଇଛନ୍ତି କି, ପାର୍ସଲ ପାଇଛନ୍ତି କି?
ସେମାନେ ଯାହା ଉତ୍ତର ଦେବେ, ଯଦି ପଠାଇଥିବେ ନିଶ୍ଚିତ ଭାବେ କହିବେ ହଁ ଆମେ ପଠାଇଛୁ। ସତରେ ପୂର୍ବ କାଳରେ ଚିଠି ଦିଆ ନିଆ ଚାଲିଥିଲା, କିନ୍ତୁ ଏବେ ମୋବାଇଲ ଯୁଗ ହେଲା, ଯଦ୍ୱାରା କି ଚିଠିର ଆଦର କମିଗଲା। ଲୋକମାନେ ଆଉ ଚିଠି ପକାଇଲେ ନାହିଁ। ହଠାତ୍ ଖବର ପହଞ୍ଚିବା ପାଇଁ ଏବେ ମୋବାଇଲ ସୁବିଧା ହେଲା ଏବଂ ନିଜର ଭିଡ଼ିଓ କଲ୍ ମାଧ୍ୟମରେ ମଧ୍ୟ କଥାବାର୍ତ୍ତା ହୋଇପାରୁଛନ୍ତି। କିନ୍ତୁ ଚିଠିରେ ଖବର ପହଞ୍ଚିବାକୁ ପ୍ରାୟ ସପ୍ତାହେ ଲାଗୁଥିଲା କିମ୍ବା ମାସ ସଂଖ୍ୟା ମଧ୍ୟ ଅପେକ୍ଷା କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଯୋଗାଯୋଗର ମାଧ୍ୟମ ଅତି ସହଜ ହୋଇଯାଇଛି। ଦେଖ, ତୁମେ ଜାଣ କି ବହୁଦିନ ପୂର୍ବରୁ ଲୋକମାନେ ନାଗରା ବାଜା ବଜାଇ ପଥରରେ ଖୋଦନ କରି ଯୋଗାଯୋଗ କରୁଥିଲେ। ପରେ ଲୋକମାନେ ବାର୍ତ୍ତାବାହକ ପାରାମାନଙ୍କ ଦ୍ୱାରା ଚିଠି ପଠାଇବାର ଆରମ୍ଭ କଲେ। ପାରା ସାହାଯ୍ୟରେ ଚିଠି ଦେବା ବ୍ୟବସ୍ଥା କଲେ। ବହୁତ ଦିନ ପରେ ଡାକ ସେବା ଆରମ୍ଭ ହେଲା। ଡାକ ସେବା ମୁଖ୍ୟତଃ ଏହା ଆମମାନଙ୍କ ପାଖକୁ ଚିଠି ପଠାଇବା, ପାର୍ସଲ, ଗୁରୁତ୍ୱପୂର୍ଣ୍ଣ ନଥିପତ୍ର, ଟଙ୍କା ପଇସା ପଠାଇବା ପାଇଁ ବ୍ୟବହୃତ କରାଯାଇପାରୁଛି। ତେଣୁ ପୂର୍ବକାଳରେ ଏସବୁ ଥିଲା। ସମୟକ୍ରମେ ଟେଲିଭିଜନ, ରେଡ଼ିଓ, ବିଭିନ୍ନ ଉଦ୍ଭାବନ ଯୋଗାଯୋଗ ବ୍ୟବସ୍ଥା ଏବଂ ସୂଚନା ପ୍ରଦାନକୁ ସହଜ କରିଦେଲା। ବର୍ତ୍ତମାନ ଆମେ ରେଡ଼ିଓରେ ଖବର ମଧ୍ୟ ପାଇପାରୁଛନ୍ତି। ବର୍ତ୍ତମାନ ଏବେ ଟିଭିରେ ନ୍ୟୁଜ୍ ମାଧ୍ୟମରେ ଖବର ଆମେ ପାଇପାରୁଛନ୍ତି। ବର୍ତ୍ତମାନ ଆମେ ରେଡ଼ିଓର ଆଦର ମଧ୍ୟ କମିଗଲାଣି। ଆଜି ଆମ ପାଖରେ ମୋବାଇଲ ଫୋନ୍ ଅଛି, ତେଣୁ ସେହି ମୋବାଇଲରେ ଇଣ୍ଟରନେଟ୍ ବ୍ୟବହାର କରି ଆମେ ଅତି ସହଜରେ ଭିଡ଼ିଓ କଲ୍ କରି ଆମେ ବ୍ୟକ୍ତିଙ୍କ ସହିତ ବା ନିଜ ବନ୍ଧୁବାନ୍ଧବଙ୍କ ସହିତ ଅତି ସହଜରେ କଥା ହୋଇପାରୁ। ସୁବିଧା ହେଉଛି କଥା ହେବାରେ, ସାଙ୍ଗେ ସାଙ୍ଗେ ଆମେ ଛବି ଦେଖି କଥା ହେବାର ସୁବିଧା ହେଲାଣି। ଇଣ୍ଟରନେଟ୍ ଯୋଗୁଁ ଆମର ଏସବୁ ସମ୍ଭବ ହୋଇଗଲାଣି। ନବ୍ୟା ପଚାରିଲା, ଜେଜେ ତୁମର ମୋବାଇଲ ଫୋନ୍ ନଥିଲା କି? ଜେଜେ କହିଲେ, ନା ନବ୍ୟା, ଆମେ ଚିଠି ଲେଖୁଥିଲୁ। ଜେଜେ କହିଲେ, ସେତେବେଳେ ମୋବାଇଲ ନଥିଲା। ସତରେ ସେ ସମୟରେ ମୋବାଇଲର ଆଦର ବା ମୋବାଇଲର ଚାହିଦା ନଥିଲା। ସବୁ ହାତ ଦ୍ୱାରା ଚିଠି ଲେଖୁଥିଲେ। ବେଳେବେଳେ ଉତ୍ତର ପାଇବା ପାଇଁ ସପ୍ତାହେ ଲାଗିଯାଉଥିଲା। ଏହା ପ୍ରକୃତରେ ଲମ୍ବା ସମୟ। ନବ୍ୟା ଆଶ୍ଚର୍ଯ୍ୟ ହେଲା। ଜେଜେ କହିଲେ, ହଁ, ମୋବାଇଲ ଫୋନ୍ ଇମେଲ୍ ଦ୍ୱାରା ଯୋଗାଯୋଗ ଖୁବ୍ ଶୀଘ୍ର ହୋଇଥାଏ। ତଥାପି ବେଳେବେଳେ ମୋତେ ହାତ ଲେଖା ଚିଠି ଲେଖିବା ପଠାଇବାର ଆନନ୍ଦକୁ ହରାଇବାକୁ ପଡ଼ିଥାଏ। କାର୍ଯ୍ୟ 2, ବୟସ୍କମାନଙ୍କ ସହିତ ସାକ୍ଷାତ କର। ତୁମେ ବୟସ୍କ ପଡ଼ୋଶୀମାନଙ୍କ ସହିତ ଆଲୋଚନା କରି ତାଙ୍କ ସମୟରେ ସେମାନେ କିପରି ଯୋଗାଯୋଗ କରୁଥିଲେ ତାହା ପଚାରି ବର୍ତ୍ତମାନ ତୁମେ ଏବଂ ତୁମ ସାଙ୍ଗମାନେ କିପରି ଯୋଗାଯୋଗ କରୁଛ ତା ସହିତ ସେହି ଉତ୍ତରକୁ ତୁଳନା କରି ନିମ୍ନରେ ଥିବା ସାରଣୀ ପୂରଣ କରିବ। ଏଟା ଲେଖା ହେଇଛି ବର୍ଗ। ଆଗକାଳରେ ଯୋଗାଯୋଗ ବ୍ୟବସ୍ଥା କିପରି ଥିଲା, ବର୍ତ୍ତମାନ ଯୋଗାଯୋଗ ବ୍ୟବସ୍ଥା କିପରି ହୋଇଛି, ତାହାକୁ ଆମେ ସଂକ୍ଷେପରେ ଆଲୋଚନା କରିବା। ଦେଖ, ଏଠାରେ ଲେଖା ହେଇଛି ଯୋଗାଯୋଗର ପ୍ରକାର। ଯୋଗାଯୋଗର ପ୍ରକାର କ'ଣ ଲେଖା ହେଇଛି ଆମେ ଦେଖିବା। ଟେଲିଗ୍ରାମ, ଇଣ୍ଟରନେଟ୍, ସାମାଜିକ ଗଣମାଧ୍ୟମ, ଅନଲାଇନରେ ପଠାଉଥିବା ବାର୍ତ୍ତା। ବର୍ତ୍ତମାନ ଠିକ୍ ସେଭଳି ଯୋଗାଯୋଗର ବେଗ। ଯୋଗାଯୋଗର ବେଗ କ'ଣ ଥିଲା ସେ ସମୟରେ ଆମେ ଏଠାରେ ଲେଖିବା। ଯୋଗାଯୋଗର ବେଗ ଏଠି ଲେଖିବା। ଆଗକାଳରେ ବହୁତ ଧୀର ଥିଲା। ସପ୍ତାହେ କିମ୍ବା ମାସ ଲାଗିଯାଉଥିଲା। ଏଠାରେ ଲେଖିବା। ବର୍ତ୍ତମାନ ସମୟ କ'ଣ ଲେଖିବା? ଅତି ଶୀଘ୍ର ସେକେଣ୍ଡ ମଧ୍ୟରେ ସମ୍ଭବ ହୋଇପାରୁଛି। ତାପରେ ଯୋଗାଯୋଗର ଆବୃତ୍ତି। ଆବୃତ୍ତି କ'ଣ ଲେଖିବା? ନା ଏଠାରେ ଜରୁରୀ ପରିସ୍ଥିତିରେ ଚିଠି ଲେଖାଯାଉଥିଲା ଆଗକାଳରେ। ବର୍ତ୍ତମାନ ସରଳ ଭାଷା, ସଂକ୍ଷିପ୍ତ ଶବ୍ଦ ବ୍ୟବହାର କରି ଭିଡ଼ିଓ କଲ୍ ମାଧ୍ୟମରେ ଯୋଗାଯୋଗ କରାଯାଇପାରୁଛି। ଯୋଗାଯୋଗର ଭାଷା ହେଲା, ବୁଝିଲା। ତାପରେ ଆମେ ଆଗକୁ ଯିବା। ସମ୍ମୁଖୀନ ହେଉଥିବା ଆହ୍ୱାନ। ଆହ୍ୱାନ କ'ଣ? ସମ୍ମୁଖୀନ ହେଉଥିବା ଆହ୍ୱାନ ହେଉଛି ଠିକଣା ଭୁଲ ହେଲେ ଚିଠି ବିଳମ୍ବରେ ପହଞ୍ଚୁଥିଲା। ବର୍ତ୍ତମାନ ନେଟୱାର୍କ ସମସ୍ୟା ଓ ଗୋପନୀୟତା ରକ୍ଷା କରିବା। ବର୍ତ୍ତମାନ ନେଟୱାର୍କ ଯଦି ସ୍ଲୋ ହୁଏ ତାହେଲେ ଯୋଗାଯୋଗ କ୍ଷେତ୍ରରେ ବାଧାପ୍ରାପ୍ତ ହେବ। ତାପରେ ଆମେ ଆଗକୁ ଯିବା।
ସମୟ ସହିତ ଲୋକମାନଙ୍କର ଯୋଗାଯୋଗ କରିବାର ଉପାୟ ବିକଶିତ ହୋଇଛି। ଅତୀତରେ ଚିଠି ଲେଖିବା ସାଧାରଣ କଥା ଥିବାବେଳେ ବର୍ତ୍ତମାନ ବାର୍ତ୍ତା ଭିଡ଼ିଓ କଲ୍ ଯୋଗାଯୋଗକୁ ଅଧିକ ଦ୍ରୁତତର କରିଛି। ପ୍ରଯୁକ୍ତିବିଦ୍ୟା ଆମ ସମସ୍ତଙ୍କୁ ଯୋଡ଼ି କରି ରଖିବାକୁ ପସନ୍ଦ କରିଛି। ନା ପିଲାମାନେ, ଆଗ ହାତ ଲେଖା ଦ୍ୱାରା ଯୋଗାଯୋଗ କରାଯାଉଥିଲା, ଚିଠି ଲେଖାଯାଉଥିଲା, କିନ୍ତୁ ଏବେ ପ୍ରଯୁକ୍ତିବିଦ୍ୟା ଏତେ ଉନ୍ନତ ହୋଇଛି, ଯୋଗାଯୋଗକୁ ଆମର ଅତି ଦ୍ରୁତତର କରିଛି। ଯଦ୍ୱାରା କି ମୁଁ କହିଥିଲି ଯେ ଭିଡ଼ିଓ କଲ୍ ମାଧ୍ୟମରେ ମୁହଁ ଦେଖି, ଛବି ଦେଖି ଆମେ କଥାବାର୍ତ୍ତା ହୋଇପାରୁଛେ, ଟଙ୍କା ମଧ୍ୟ ପଠାଯାଇପାରୁଛେ। ପୂର୍ବ ସମୟରେ ମନି ଅର୍ଡ଼ର ସାହାଯ୍ୟରେ ଟଙ୍କା ପ୍ରେରଣ କରାଯାଉଥିଲା। ବର୍ତ୍ତମାନ ଆମେ ଫୋନ୍ ପେ, ଗୁଗୁଲ୍ ପେ ମାଧ୍ୟମରେ ଅତି ସହଜରେ ଟଙ୍କାକୁ ଆମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରିପାରୁଛେ। ଚିଠିଗୁଡ଼ିକ ଅନ୍ୟମାନଙ୍କ ପାଖରେ ପହଞ୍ଚିବା ପାଇଁ ଲମ୍ବା ସମୟ ନେଇଥାଏ। ଅତୀତରେ ଲୋକମାନେ ମଧ୍ୟରେ ଯୋଗାଯୋଗ ପ୍ରକ୍ରିୟା ଏହା କିପରି ପ୍ରଭାବିତ କରୁଥିଲା? ଯୋଗାଯୋଗ ପାଇଁ ଖବର, ଧରିନିଅ ଆମକୁ କିଛି ଲେଖିବାର ଥିଲା ସାଙ୍ଗ ପାଖକୁ କିମ୍ବା ବନ୍ଧୁଙ୍କ ପାଖକୁ ଲେଖିଲା ସମୟରେ ଆମେ ଚିଠି ଲେଖୁ, ଡାକ ବାକ୍ସରେ ପକାଉ, ତାପରେ ଚିଠି ଯାଇ ତାଙ୍କ ପାଖରେ ପହଞ୍ଚୁଥିଲା, ତାପରେ ଚିଠି ତାଙ୍କ ପାଖରୁ ପୁଣି ଆମ ପାଖକୁ ଆଉଥରେ ଫେରସ୍ତ ଆସୁଥିଲା କିମ୍ବା ରିପ୍ଲାଏ ଆସୁଥିଲା। ମାନେ ତାଙ୍କର ସେ ଖବର ଜଣାଉଥିଲେ ଆମକୁ, ଆଉ 7-8 ଦିନ ପରେ କିମ୍ବା ମାସ ସଂଖ୍ୟା ଲାଗିଯାଉଥିଲା, ଯଦ୍ୱାରା କି ତାହା ବହୁତ ସମୟ ସାପେକ୍ଷ ଥିଲା। କିନ୍ତୁ ଏବେ କମ୍ ସମୟ ମଧ୍ୟରେ ସାଙ୍ଗେ ସାଙ୍ଗେ ଆମେ କଥାବାର୍ତ୍ତା ହୋଇପାରୁଛେ, ଭାବର ଆଦାନ ପ୍ରଦାନ ସମ୍ଭବ ହୋଇପାରୁଛି, ଯୋଗାଯୋଗର ମାଧ୍ୟମ ଦ୍ରୁତତର ହୋଇପାରୁଛି। ଏହା ବର୍ତ୍ତମାନ ଲୋକଙ୍କ ଯୋଗାଯୋଗ ପଦ୍ଧତିଠାରୁ କିପରି ଭିନ୍ନ? ଯାହାକି ମୁଁ କହିଲି, ଚିଠି ପହଞ୍ଚିବାରେ ବିଳମ୍ବ ଘଟୁଥିଲା କିମ୍ବା ଚିଠି ସେଠାରୁ ଆମ ପାଖକୁ ଆସିବାରେ ବିଳମ୍ବ ଘଟୁଥିଲା, ଯାହାଦ୍ୱାରା କି ବହୁ ସମୟ ଲାଗୁଥିଲା। କିନ୍ତୁ ଏବେ ସମୟ ସହିତ ତାଳ ଦେଇ ବା ସମୟ କ୍ରମରେ ଏବେ ମୋବାଇଲର ପ୍ରଚଳନ ଯୋଗୁଁ ଯୋଗାଯୋଗକୁ ଅଧିକ ଦ୍ରୁତତର କରିଛି। ପ୍ରଯୁକ୍ତିବିଦ୍ୟା ଆମ ସମସ୍ତଙ୍କୁ ଯୋଡ଼ିକି ରଖିବାକୁ ସହଜ କରିଛି। ସେହିପରି ପରିବହନ କ୍ଷେତ୍ରରେ ମଧ୍ୟ ଆଜିକାଲି ସାଙ୍ଗେ ସାଙ୍ଗେ ଘଟୁଥିବା ଘଟଣା ପ୍ରସାରିତ ହୋଇଥାଏ। ମାତ୍ର ବେଳେବେଳେ ଭୁଲ ସୂଚନା ମଧ୍ୟ ବହୁତ ଖୁବ୍ ଶୀଘ୍ର ବ୍ୟାପିଯାଏ। ଆମେ କିପରି ନିଶ୍ଚିତ ହେବା ଯେ ଆମେ ପଠାଉଥିବା ଖବର ସତ୍ୟ? ବସ୍ ଏକ ମୋଡ଼ ନେଲା, ପାଖରେ ନବ୍ୟା ଏକ ମେଟ୍ରୋ ଟ୍ରେନ୍ ଯାଉଥିବାର ଦେଖିଲା। ଝରକା ପାଖରେ ବସିଛି, କିନ୍ତୁ ନବ୍ୟା ଦେଖିଲା ଏକ ମେଟ୍ରୋ ଟ୍ରେନ୍ ଯାଉଛି। ସେଆଡ଼କୁ ଚାହିଁ ଟ୍ରେନ୍ଟି କେତେ ଦ୍ରୁତ ଗତିରେ ଯାଉଛି ସେ ଦେଖୁଥିଲା। ନବ୍ୟା ମେଟ୍ରୋ ଟ୍ରେନ୍ ଖୁବ୍ ଦ୍ରୁତ ବେଗରେ ଗତି କରେ। ଏହା ବ୍ୟତୀତ କେତେକ ଫ୍ଲାଏଓଭର ଅଛି, ଯେଉଁଗୁଡ଼ିକ ଯାନବାହନ ଗୁଡ଼ିକୁ ବ୍ୟସ୍ତବହୁଳ ରାସ୍ତା, ଛକ ସ୍ଥାନ ଉପରେ ବିନା ପ୍ରତିବନ୍ଧକରେ ଯିବାରେ ସାହାଯ୍ୟ କରନ୍ତି। ତା ସେଗୁଡ଼ିକୁ ଯାତ୍ରୀମାନଙ୍କୁ ସମୟ ବଞ୍ଚାନ୍ତି। ଦେଖ, ଏକ ରାସ୍ତାରେ ବହୁ ସଂଖ୍ୟକ ଯାନବାହନ ଚଳାଚଳ ବାଧାର ସମ୍ମୁଖୀନ ହେଉଥିଲା, କିନ୍ତୁ ଏବେ ଓଭରବ୍ରିଜ୍ କିମ୍ବା ରୋପୱେ ଏସବୁ ବ୍ୟବହାର ଯୋଗୁଁ ଆମର ବହୁତ ସୁବିଧା ମଧ୍ୟ ହୋଇପାରୁଛି। ଯାହାଫଳରେ ଯାତାୟାତ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ। ଏସବୁ ନବ୍ୟା ଦେଖିଲା। କିଛି ଫ୍ଲାଏଓଭର ମେଟ୍ରୋ ଟ୍ରେନ୍ ପାଇଁ ତିଆରି ହୋଇଛି ଏବଂ ଅନ୍ୟ କେତେକ ବସ୍ ଓ କାର୍ ପାଇଁ ତିଆରି ହୋଇଛି। ଜେଜେ ପୁଣି କହିଲେ, ଏହି ଆଧୁନିକ ସୁବିଧାଗୁଡ଼ିକ ଏବଂ ସେବା ଯେପରିକି ଫ୍ଲାଏଓଭର, ମେଟ୍ରୋ ଗୁଡ଼ିକର ଆମ ଜୀବନକୁ ସହଜ କରିଛି। ତଥାପି ଏହି ସମସ୍ତ ପରିବର୍ତ୍ତନ ଯୋଗୁଁ ଏଠାରେ ଥିବା ଅନେକ ପଶୁ, ପକ୍ଷୀ, ବୃକ୍ଷ ଆଉ ସେଠାରେ ନାହାନ୍ତି। ନବ୍ୟା ଉତ୍ତର ଦେଲା, ମୁଁ ଭାବୁଛି ଆମ ପରିବେଶକୁ ନିରାପଦ, ସୁରକ୍ଷିତ ରଖି ଆମେ ଏହି ପ୍ରକାର ବିକାଶ କରିପାରିବା। ତେଣୁ ବର୍ତ୍ତମାନ ଏବେ ଜନସଂଖ୍ୟା ଯେଉଁ ହାରରେ ବଢ଼ି ଚାଲିଛି, ସେ ହାରରେ ଯାନବାହନ ସଂଖ୍ୟା ମଧ୍ୟ ବଢ଼ିଛି। ତେଣୁ ଯାନବାହନ ଚଳାଚଳ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି। ତେଣୁ ଆମେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଆମେ ଗଛ ଲଗାଇବାକୁ ପଡ଼ିବ। ବୃକ୍ଷରୋପଣ କରି ଆମେ ପରିବେଶକୁ ସୁରକ୍ଷିତ ରଖିପାରିବା। ତାହେଲେ ଆମର ପରିବେଶ ସୁସ୍ଥ ରହିବ।
ତୁମେ କେଉଁ ପ୍ରକାର ପରିବହନ ବ୍ୟବସ୍ଥାକୁ ଅଧିକ ବ୍ୟବହାର କର? ଏହାର ଉତ୍ତର ଆମେ ଲେଖିବା ମୁଁ ସାଧାରଣତଃ ସଡ଼କ ପଥ ପରିବହନ ତଥା ସାଇକେଲ, ବସ୍, କାର୍ ସବୁଠାରୁ ଅଧିକ ବ୍ୟବହାର କରେ। ପ୍ରଶ୍ନ ନମ୍ବର 2, ତୁମେ ଚିତ୍ରଗୁଡ଼ିକରେ ଥିବା ପରିବହନ ବ୍ୟବସ୍ଥାଗୁଡ଼ିକୁ ଚିହ୍ନଟ କରିପାରିବ କି ଏବଂ ସେଗୁଡ଼ିକ କିପରି ଯାତ୍ରାକୁ ଦ୍ରୁତତର ଓ ଯୋଗାଯୋଗ ପ୍ରକ୍ରିୟାକୁ ଉନ୍ନତ କରିପାରୁଛି ସେ ବିଷୟରେ ତୁମେ କହିବ। ଏଠି ଚିତ୍ର ନମ୍ବର 1 ହେଉଛି ଏକ ଓଭରବ୍ରିଜ୍ର ଚିତ୍ର। ସହରରେ ଗାଡ଼ି ଚଳାଚଳ ସହଜ କରିବା ପାଇଁ ବ୍ୟବହୃତ ହୁଏ ଓଭରବ୍ରିଜ୍। ଏ ଓଭରବ୍ରିଜ୍ର କାମ ହେଉଛି ଗାଡ଼ି ଚଳାଚଳ ସୁବିଧାଜନକ ହୋଇଥାଏ। 2 ନମ୍ବର ଚିତ୍ର ଇଏ ହେଉଛି କାଠ ପୋଲ୍ର କାମ କ'ଣ? ଛୋଟ ନାଳ କିମ୍ବା ନଦୀ ପାର ହେବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ଚିତ୍ର ନମ୍ବର 3ରେ କ'ଣ ଦେଖୁଛେ ନା ଏକ ମେଟ୍ରୋ ଟ୍ରେନ୍କୁ ଆମେ ଦେଖୁଛେ। ମେଟ୍ରୋ ଟ୍ରେନ୍ ଦେଖ ପିଲାମାନେ, ମେଟ୍ରୋ ଟ୍ରେନ୍ର ଚିତ୍ର ନା ସହର ଭିତରେ ଦ୍ରୁତ ଯାତାୟାତ ପାଇଁ ଏହାକୁ ବ୍ୟବହାର କରାଯାଏ। ଦ୍ରୁତ ଭାବରେ ଯିବା ପାଇଁ, ଅତି ସହଜରେ ଯିବା ପାଇଁ ଏହି ମେଟ୍ରୋ ଟ୍ରେନ୍କୁ ଆମେ ବ୍ୟବହାର କରିଥାଉ। ତାପରେ ଦେଖ 4 ନମ୍ବର ଚିତ୍ରରେ ଆମେ ଦେଖୁଛେ ଉଡ଼ାଜାହାଜ। ଆକାଶ ପଥରେ ଦୂର ସ୍ଥାନକୁ ଖୁବ୍ ଶୀଘ୍ର ଯିବା ପାଇଁ ଏହାକୁ ବ୍ୟବହାର କରାଯାଏ ଉଡ଼ାଜାହାଜକୁ। ତାର 5 ନମ୍ବର ଚିତ୍ର ବୁଲେଟ୍ ଟ୍ରେନ୍ ଅତି ଦ୍ରୁତ ଗତିରେ ରେଳପଥରେ ଯାତ୍ରା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ତାପରେ ଆସିଲା ଏଠାରେ ରୋପୱେ ହେଉଛି ପାହାଡ଼ିଆ ଅଞ୍ଚଳରେ ଏକ ପାହାଡ଼ରୁ ଅନ୍ୟ ପାହାଡ଼କୁ ଯିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ତୁମେ ଜାଣ କି ତୁମ ବୟସରେ ଥିବା ସମୟରେ ତୁମର ପିତାମାତା ଏବଂ ଜେଜେମା ବିଦ୍ୟାଳୟ କିମ୍ବା ଅନ୍ୟ ସ୍ଥାନକୁ କିପରି ଯାଉଥିଲେ ତାହା ଲେଖିବ। ତୁମେ ବର୍ତ୍ତମାନ ଭ୍ରମଣ କରୁଥିବା ପଦଠାରୁ ଏହା କିପରି ଭିନ୍ନ ଏହାକୁ ନିମ୍ନରେ ଲେଖ। ତୁମେ କିପରି ଯାଉଛ? ତୁମ ପିତାମାତା କିପରି ଯାଉଥିଲେ? ଜେଜେବାପା କିପରି ଯାଉଥିଲେ? ଆମେ ଏବେ ଅତି ସହଜରେ ବିଦ୍ୟାଳୟକୁ ଗାଡ଼ିରେ କିମ୍ବା ବସ୍ରେ ଆମେ ଯାଇପାରୁଛୁ, କିନ୍ତୁ ଦିନ ଥିଲା ଆମ ପିତାମାତା ମାନେ ବହୁ ଦୂରକୁ ଚାଲି ଯାଉଥିଲେ। ଜେଜେବାପା ମଧ୍ୟ ବହୁ ଦୂର ଚାଲି ଯିବାର ଆମେ ଶୁଣିଛୁ। କିନ୍ତୁ ଏବେ ଯୋଗାଯୋଗ ଅତି ସହଜ ହୋଇଛି, ଯଦ୍ୱାରା କି ଅତି କମ୍ ସମୟରେ ଆମେ ଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ପାରୁଛନ୍ତି। ଏହା କେବଳ ବିଜ୍ଞାନ ଦ୍ୱାରା ସମ୍ଭବ ହୋଇପାରିଛି। କିଛି ସମୟ ପରେ କିଛି ଲୋକ ଡାକ୍ତରଖାନାରେ ଥିବା ଏକ ବସ୍ ଷ୍ଟପ୍ରେ ଓହ୍ଲାଇଲେ। ନବ୍ୟା ବସ୍ଟି ବସ୍ରେ କିଛି ସମୟ ପରେ ଡାକ୍ତରଖାନାରେ କିଛି ଲୋକ ଓହ୍ଲିଲେ। ସେଠାରେ ବାହାରେ ଏକ ବ୍ୟାନର ଦେଖିଲା, ଯେଉଁଠାରେ ଚକ୍ଷୁ ପରୀକ୍ଷା କ୍ୟାମ୍ପ ଲେଖାଥିଲା। ଅନେକ ଲୋକ ସେହି ଡାକ୍ତରଖାନାକୁ ଯାଉଥିଲେ। ଏହା କ'ଣ? ଏହା କାହିଁକି ଏତେ ଅଧିକ ଲୋକ ଏଠାକୁ ଆସୁଛନ୍ତି? ନବ୍ୟା ପଚାରିଲା ଓ ସେ ବିସ୍ମୟର ସହ ଅନାଇଥିଲା। ଜେଜେବାପା ଉତ୍ତର ଦେଲେ, ନବ୍ୟା, ଏହା ଏକ ଡାକ୍ତରଖାନା। ଯେତେବେଳେ ଲୋକମାନେ ଅସୁସ୍ଥ ହୁଅନ୍ତି ଏଠାକୁ ଆସନ୍ତି। କିଛି ବର୍ଷ ପୂର୍ବେ ମୁଁ ତୋର ଜେଜେମାଙ୍କୁ ଆଖି ଅପରେସନ କରାଇବା ପାଇଁ ଏଠାକୁ ଆଣିଥିଲି। ହେଲେ ନବ୍ୟାଙ୍କୁ ଡାକ୍ତରଖାନା ବିଷୟରେ ଜେଜେ ବୁଝାଇ ଦେଲେ। ଆମେ ମଧ୍ୟ 3ୟ ଶ୍ରେଣୀରେ ଡାକ୍ତରଖାନା ବିଷୟରେ ଜାଣିଛେ। କାହିଁକି ଆମେ ଡାକ୍ତରଖାନା ଯିବା? ଆମର ଦେହ ଖରାପ ହେଲେ, ସ୍ୱାସ୍ଥ୍ୟ ଖରାପ ହେଲେ ଆମେ ଡାକ୍ତରଖାନା ଯାଉ। ଡାକ୍ତରଖାନାରେ କିଏ ରହନ୍ତି? ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ସହିତ ବିଭିନ୍ନ ଯନ୍ତ୍ରପାତି, ଝାଡ଼ୁଦାର, ନର୍ସ, କମ୍ପାଉଣ୍ଡର ଥାନ୍ତି। ସେମାନେ ଆମର ଚିକିତ୍ସା କରନ୍ତି। ଚିକିତ୍ସା କରି ଆମକୁ ରୋଗ ଭଲ କରନ୍ତି।
ଏସବୁ ବିଷୟରେ ନବ୍ୟାକୁ ଜେଜେ ବୁଝାଇ ଦେଲେ। ଆହୁରି କହିଲେ, ତୋ ଜେଜେମାଙ୍କୁ ମୁଁ ଆଖି ଅପରେସନ୍ ପାଇଁ ଏଠାକୁ ଆଣିଥିଲି। ତେଣୁ ନବ୍ୟା ଡାକ୍ତରଖାନା ବିଷୟରେ ବୁଝିଗଲା। ଏହି ଡାକ୍ତରଖାନାଟି ଆମ ଗୋଷ୍ଠୀର ଏକ ପ୍ରମୁଖ ସ୍ଥାନ। ଏହା ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ଆଜି ଏଠାରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଛି। ଜେଜେ ନବ୍ୟାକୁ ସବୁ ଅତି ସଂକ୍ଷେପରେ ବୁଝାଇ ଦେଲେ। ନବ୍ୟା ମଧ୍ୟ ତାହାର ବ୍ୟବହାର, ଡାକ୍ତରଖାନାର କାମ କ'ଣ ସେ ଜାଣିଗଲା। ଡାକ୍ତରଖାନା କିମ୍ବା ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ତାଲିକାଭୁକ୍ତ କର ଏବଂ ନିମ୍ନ ଶ୍ରେଣୀରେ ସେମାନଙ୍କର ଭୂମିକା ଲେଖ। ଗୋଟିଏ ଉଦାହରଣ ସାହାଯ୍ୟରେ ଦିଆଯାଇଛି। ଦେଖ, ଡାକ୍ତରଖାନାରେ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆଉ ଔଷଧ ଲେଖିବା। ନର୍ସର କାମ କ'ଣ? ସ୍ୱାସ୍ଥ୍ୟ ରୋଗୀ ସେବା କରିବା ଏବଂ ଚିକିତ୍ସା କରିବା। ଝାଡ଼ୁଦାର କାମ କ'ଣ? ସଫା କରିବା। କମ୍ପାଉଣ୍ଡର କାମ କ'ଣ? ଔଷଧ ବାଣ୍ଟିବା। ଏସବୁ ଆମେ ଏଠି ଲେଖିବା। ପିଲାମାନେ, ତୁମେ ଡାକ୍ତରଖାନା ବିଷୟରେ ଜାଣିଲ। ଭବିଷ୍ୟତରେ ମଧ୍ୟ ତୁମେ କେବେ ଯଦି ଡାକ୍ତରଖାନା ନ ଯାଇଛ, ତାହେଲେ ତୁମର ଅଭିଭାବକଙ୍କ ସାଙ୍ଗରେ ଡାକ୍ତରଖାନା ଯାଇ ଦେଖି ଆସ। ଭବିଷ୍ୟତ ପାଇଁ ସଞ୍ଚୟ। ବସ୍ ସେମାନଙ୍କ ପାଇଁ ଘର ନିକଟରେ ଥିବା ବସ୍ ଷ୍ଟାଣ୍ଡରେ ଅଟକିଲା। ଜେଜେ ଏବଂ ନବ୍ୟା ବସ୍ରୁ ଓହ୍ଲାଇଲେ। ତାପରେ ସେମାନେ ବସ୍ରୁ ଓହ୍ଲାଇଲେ। ଓହ୍ଲିବା ସମୟରେ କ'ଣ ଦେଖିଲେ? ବାଟରେ ଯାଉଥିବା ସମୟରେ ଏକ ବ୍ୟାଙ୍କ ଦେଖିଲେ। ହେଲେ ବ୍ୟାଙ୍କର ATMକୁ ଦେଖିଲେ। ନବ୍ୟା କୌତୂହଳ ହୋଇ ପଚାରିଲା, ଜେଜେ, ଏହି ମେସିନ୍ଟି କ'ଣ? ଜେଜେ ଉତ୍ତର ଦେଲେ, ଏହା ଏକ ATM। ATMର ଅର୍ଥ ଅଟୋମେଟିକ୍ ଟେଲର ମେସିନ୍। ଅଟୋମେଟିକ୍ ଟେଲର ମେସିନ୍। ଜେଜେ ବର୍ଣ୍ଣନା କଲେ, ଏହା ଆମକୁ କୌଣସି ସମୟରେ ଆବଶ୍ୟକ ଟଙ୍କା ଉଠାଇବାରେ ସାହାଯ୍ୟ କରେ। ଏଠାରେ ଆମେ ବ୍ୟାଙ୍କକୁ ନ ଯାଇ ଏହି ATMରୁ ଆମେ ଟଙ୍କା ନିଜ ସଞ୍ଚୟ ଖାତାରୁ ଉଠାଇ ପାରୁ ବୋଲି ନବ୍ୟାକୁ ଜେଜେ ବୁଝାଇ ଦେଲେ। ATMର ବ୍ୟବହାର ବିଷୟରେ ମଧ୍ୟ କିଛି ଶିଖିଲା। ଜେଜେ ଉତ୍ତର ଦେଲେ, ବ୍ୟାଙ୍କ ଗୁଡ଼ିକ ହେଉଛି ଏକ ସ୍ୱତନ୍ତ୍ର ସ୍ଥାନ ଯେଉଁଠାରେ ଟଙ୍କା ସୁରକ୍ଷିତ ରହିଥାଏ ଏବଂ ସଞ୍ଚୟ କରି ରଖାଯାଇଥାଏ। ଯେତେବେଳେ ମୁଁ ତୋ ବୟସର ଥିଲି, ଆମ ପାଖରେ ATM ନଥିଲା। ଆମକୁ ବ୍ୟାଙ୍କକୁ ଯାଇ ଲମ୍ବା ଧାଡ଼ି ଅପେକ୍ଷା କରିବାକୁ ପଡ଼ୁଥିଲା। ଜେଜେ କହିଲେ, ଏହି ATMର ବ୍ୟବହାର ବର୍ତ୍ତମାନ ହୋଇଛି। ପୂର୍ବକାଳରେ ଏହି ATMର ବ୍ୟବସ୍ଥା ନଥିଲା। ତେଣୁ ଆମେ ଲମ୍ବା ଲାଇନ୍ କରି ଠିଆ ହେଉଥିଲୁ ଏବଂ ଟଙ୍କାକୁ ଆଣୁଥିଲୁ। ବର୍ତ୍ତମାନ ଆମେ ଅତି ସହଜ ହୋଇଯାଇଛି, ଯାହାକି କମ୍ ସମୟରେ ଆମେ ଟଙ୍କାକୁ ଅନଲାଇନ୍ ମାଧ୍ୟମରେ ଆମେ ପାଇପାରୁ। ତେଣୁ ଇଏ ହେଉଛି ATM ବୋଲି ସେ ବୁଝାଇଲେ। ମାମୁଁ ଏହି ରକ୍ଷାବନ୍ଧନରେ ଆମମାନଙ୍କ ପାଇଁ ଉପହାର କିଣିବା ପାଇଁ ଟଙ୍କା ପଠାଇଥିଲେ। ନବ୍ୟା ଉତ୍ସାହିତ ହୋଇ କହିଲା, ଜେଜେ କହିଲ, ହଁ, ପ୍ରଯୁକ୍ତି ବିଦ୍ୟା ସବୁକିଛି ଅଧିକ ସହଜ କରିଦେଉଛି। ତୁମେମାନେ ପିଲାମାନେ ଜାଣିଥିବ ଫୋନ୍ପେ ବ୍ୟବହାର। ତେଣୁ ଫୋନ୍ପେରେ ମଧ୍ୟ ଟଙ୍କା ଆସି ପହଞ୍ଚି ଯାଉଛି। ତେଣୁ ସଞ୍ଚୟ କରିବା, ଭବିଷ୍ୟତକୁ ସୁରକ୍ଷା ରଖିବା। ତେଣୁ ବ୍ୟାଙ୍କର କାମ ହେଉଛି ଆମେ ଟଙ୍କା ସଞ୍ଚୟ ରଖିବା ଏବଂ ତା ବାବଦକୁ ଆମେ ମଧ୍ୟ କିଛି ସୁଧ ପାଇବା ଏବଂ ଋଣ ପ୍ରଦାନ କରେ। ବିଭିନ୍ନ କାମ ପାଇଁ, ବ୍ୟବସାୟ ପାଇଁ ବ୍ୟାଙ୍କ ଋଣ ପ୍ରଦାନ କରେ। ଏସବୁ ବିଷୟରେ ସେ ବୁଝିପାରିଲା। ତୁମେ କାହା ପାଖକୁ ଟଙ୍କା ପଠାଇବ, ତେବେ କେଉଁ ଉପାୟ ବାଛିବ? ଫୋନ୍ ଦ୍ୱାରା, ମନି ଅର୍ଡ଼ର ଦ୍ୱାରା କିମ୍ବା ଅନ୍ୟ କୌଣସି ଉପାୟ ଦ୍ୱାରା ଆମେ ବିଭିନ୍ନ ଉପାୟ ମାଧ୍ୟମରେ ଟଙ୍କା ପଠାଇବା। ଗୋଟେ ହେଲା ଫୋନ୍ପେ ମାଧ୍ୟମରେ, ମନି ଅର୍ଡ଼ର ମାଧ୍ୟମରେ ଟଙ୍କା ପଠାଇ ପାରିବା। ଯଦି ତୁମେ ପକେଟ୍ ମନି ପାଅ, ତେବେ ତୁମେ କ'ଣ ଏହାକୁ ସଞ୍ଚୟ କରିବ କି? ଯଦି ହଁ, କେଉଁଠାରେ ତୁମେ ସଞ୍ଚୟ କରିବ? ଆମେ ଟଙ୍କାକୁ କିଛି ସରାଗାତ ବା କୁମ୍ପି ମାଧ୍ୟମରେ ସଞ୍ଚୟ କରିବୁ, କିନ୍ତୁ ଏଥିରେ ସଞ୍ଚୟ କଲେ ଆମକୁ କିଛି ସୁଧ ମିଳେ ନାହିଁ। କିନ୍ତୁ ଯଦି ଆମେ ବ୍ୟାଙ୍କରେ ଟଙ୍କା ସଞ୍ଚୟ ରଖିବା, ତାହେଲେ ସେ ବାବଦକୁ ଆମକୁ କିଛି ଇଣ୍ଟରେଷ୍ଟ ବା ସୁଧ ମଧ୍ୟ ଆମକୁ ମିଳିଯିବ। ଅଧିକ ଟଙ୍କା ସଞ୍ଚୟ କରିବା ପାଇଁ ତୁମେ କ'ଣ କରିପାରିବ? ଅଧିକ ଟଙ୍କା ସଞ୍ଚୟ କରିବା ପାଇଁ ଆମେ
ବ୍ୟାଙ୍କରେ ମ୍ୟାନେଜରଙ୍କ ସହ କଥା ହେବାକୁ ପଡ଼ିବ, ବ୍ୟାଙ୍କକୁ ଯିବାକୁ ପଡ଼ିବ। ଏସବୁ ବିଷୟରେ ଆମେ ଆଲୋଚନା କଲେ। ବର୍ତ୍ତମାନ ଆମେ ଏହି ପାଠକୁ ଆଲୋଚନା କଲେ। ପରବର୍ତ୍ତୀ କାଳ ଅନୁସାରେ ଆମେ ଏହାର ପରବର୍ତ୍ତୀ ଚାପ୍ଟରକୁ ଆମେ ଆଲୋଚନା କରିବା। ତେଣୁ ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବ, ସେୟାର କରିବ, ସାଙ୍ଗମାନଙ୍କ ସହିତ